ଯାହାକୁ ଛୁଇଁଲେ ଅଧରା ପାପ ବୁଢ଼ାର ତୁଳସୀ ମିଠା ହୁଏ ଦସି ଯାହାକୁ ଛୁଇଁଲେ ଅଧରା ପାପ ଯେତେ କାନ୍ଦିଲେ ଲୁହ ତ ଭରୁନି କିଏ ଲେଖିଦେଲା ଏମିତି କାହାଣୀ ନିଜେ ବି ପାରୁନି ଜାଣି ଗାଙ୍ଗୁଲି ଝିଅର ପ୍ରେମ କାହାଣୀ ଗାଙ୍ଗୁଲି ଝିଅର প্রেম কাহানি প্রেম কাহানি সে বাবুকে ভালো পাইকে দোষ করলে আজ মতো কষ্ট পাচ্ছে সে বাবু মতো ছাড়ি চালে গলে এপটে গাঁ লোক বি মতো বাহার করেদেলে এই অবস্থায় বুকু আড়ে যাবে কেমিতি বঞ্চিবে ମୋ ପରି ଗୋଟା ଏବେ ସାହାରା ଝିଅକୁ କିଏ ସାହାରା ଦବ କିଏ সেই ষড় জগৎটাকে আমি জীবন মারি দিয়েছিল বে সেই ষড়টা বলছিল কেমিতি বে বলছিল কেমিতি বঞ্চি গলা জীবন রয়েছিল যাই ভাই কোঠিয়া সেই ষড় জগৎর পরিবারটা সমস্তকে মারি চার চার করে দেওয়া বলছি পারিবারে দরকার ধরে সব প্রতি আমার অথগুণ বাসে বাড়ি বাড়ি দেবা ভাই আউ ধরে চেষ্টা করিবা ক্ষেতর সে নিশ্চয় মরিব আউ তুমি কোন কইল তাহলে তুমি সে জগনକୁ মারি ଦେଇଥିଲ ইরে শলা তু তাকু কেমিতি জানিলু କେମିତି ଜାଣିବି ବାପ ମୁଁ ପରା ତାକୁ ମରଣ ମୋର ବଞ୍ଚେଇଥିଲି কণ কলু রে হে বৈরব অসল জিনিস তো এইটি অছি আউ তো হেলে তো সেই ষড় ঝগড়টাকে বছেইছিল বহুত বড়িয়া কাম করেছিল হে তো ষড়া জড়ি সরে বছেইছ না অছড় তরে বছেইছ ଗୋଟାଏ ମରଣ ମୁହଁରୁ ପଡ଼ିଥିବା ମଣିଷକୁ ବଞ୍ଚେଇବା କ'ଣ ଭୁଲ বলে ও কেমিতি বছেইল ওই তাকে তো বা হব না ক ଏମିତି କ'ଣ କହୁଛ ସେ ବାବୁ ମୋତେ ବାହା ହେବାର ଲୋଭ ଦେଖେ ମୋ ସହିତ ସମ୍ପର୍କ ରଖିଲେ ଆଉ ମୁଁ ତାଙ୍କ ରକ୍ତରୁ ଗର୍ଭବତୀ ଅଛି ବୋଲି ତା ଲୋକ ମୋତେ ବାହାର କରିଦେଲେ ଏବେ ମୁଁ ବଞ୍ଚିବାର ସାହାରା ଖୋଜି ବୁଲୁଛି କାହିଁକି ତମେ ମୋତେ ବର୍ବାଦ କରିଦେବ কথাটা তাহলে আঘাত বড় ছিবে এই কথাটা ছিবিতে মাঠে তলে লছিল ইবা কথাটা বার কোবারি লাড়ি আরে সেই ছোড়া জগৎ করে বা হব যাই 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 ও ভূ জগৎ বা হব ହେଲେ ଶୁଣ ତୁ ଗୋଟିଏ ମୋରି ଗୋଟିଏ କାମ କରିବାକୁ ପଡ଼ିବ ଗୋଟିଏ ଦିନ ପାଇଁ ତୁ ମୋ ସ୍ତ୍ରୀ ହେଇଯା ନାଇଁ ମୋତେ ଦୟାକର ବାବୁ ଏ ପାପ କରନି ଓ ପାପ କରୁନି ଲୋ ତୁ ମୋତେ ବାହା ହେଲେ ଅନ୍ୟ କରିବ ତୁ ଯଦି ମୋ କଥା ନ ମାନିବ ତତେ ମୋ ଝଗନକୁ ତ ବାହା ହେବା କଥା ତୋ ମନରୁ ଭୁଲି ଯିବ ମୁଁ ତତେ ତୋ ଜୀବନଟାକୁ ମୁଁ ବର୍ବାଦ କରିଦେବି
ইজ্জত সহিত ମୁଁ ଖେଳ ଖେଳିବି ଏଇ ହରିଚନ୍ଦ୍ରରେ ବର୍ବାଦ କରିଦେବି ତାପରେ ତୁ ଜଗନ୍କୁ ବାହା ହବ ନା ତ ଏମିତି ବେସରା ହେଇ ରହିଯିବ ହରିଆ আরে কোন চালছি কালকে তো এমনি টনাটা করছো ବାବୁ ମୋତେ ବଞ୍ଚାଅ ବାବୁ ସେମାନେ ମୋ ଇଜ୍ଜତ ନେଇ ମୋତେ ମାରିଦେବେ ବସିଛନ୍ତି। আরে এ কেমিতি কথা গোটিয়ে নিরীহ উপরে এতে বড় রবাকে সাহস করু কেমিতি অবাই খরম দাদা বলছিবার আশা ଥିଲେ এঠার তো বড়েই যা নহলে মরিবার ଥିଲେ তো এই জায়গা ধরি নহলে বউ তো দেবে এইটি বড়ি শেষ করে দেবে ভাই তো ছড়া মতে পরিবারে ইচ্ছা করেই যাব দরকার নেই ভাই এইটি বাড়ি শেষ করে হরম দাদা এইটা ଆମ ଭୈରବ ବାବୁ ଗଲେ କୁଆଡ଼େ ତ ଭୈରବ ବାବୁ ଏଠି ରହିବେ ସିଏ ମାଡ଼ ସଲ ପାରି ଚାଲି ଯାଇଛି ଏବେ ତୋ ପାଳି ଏ ଭାଇ ମୁଁ ତୋର କ'ଣ କଲି ତୁ ମୋତେ ପାଳି କରୁଛୁ ଏଇନେ ପୁରା ଫଡ଼ ଫଡ଼ କଥା ହଉଥିଲୁ ଭୈରବ ବାବୁ ଥିଲେ ବୋଲି ମୁଁ ପାର୍ଟି କରୁଥିଲି ନା ଆଉ ଏବେ ତୋ ବ୍ୟାଟେରୀ ଡାଉନ୍ ର ତ କାମ ମୁଁ କରୁଛି ଆରାମ କାମ କରୁ ए भाई बहुत एमती मारना वो नोट बोर्ड पूरा लो जाएगा लड़े जाओ बे आराम ए देख 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 हम बोरो आ पूरी तो राशि गला ए देख देख काहे में समझ रहा मते कहीं मुंडिया मारुछ ବାବୁ
ଆପଣ ମୋ ଇଜ୍ଜତ ରକ୍ଷା କଲେ, ମୋ ଜୀବନ ବଞ୍ଚେଇଲେ, ତେଣୁ ଆପଣ ମୋ ପାଇଁ ଦେବତା ସମାନ। ଆଉ ଆପଣଙ୍କୁ ମୁଣ୍ଡିଆ ନ ମାରିଲେ ମୋତେ ପାପ ଲାଗିବ। ନାଇଁ ନାଇଁ, ମତେ ଏତେ ବଡ଼ ଆସନରେ ବସାଉନି। ଭଗବାନ ତୋ ଉପରେ ଥାଏ, ସବୁ ଦେଖୁଛନ୍ତି। ବାବୁ ତମେ ସେମିତି କହି ମୋ ମନ ଛୋଟ କରି ଦିଅଟେ। ଆରେ ତମେ କିଏ, କାହିଁକି ଏମିତି ବୁଲୁଛ? ମୁଁ ଗୋଟେ ଗାଉଲି ଝିଅ ଶୁଣିଲେ ମୋତେ ଜଣେ ସହରୀ ବାବୁ ଭଲ ପାଇଲେ, ଆଉ ବାହା ହେବାକୁ କଥା ଦେଇ ମୋ ସହିତ ସମ୍ପର୍କ ରଖିଲେ। ସେ ବହୁତ ବଡ଼ ଲୋକ ବାବୁ, ତାଙ୍କ ନା ଝଗା। ଆରେ ଜଗନ, କଣ ହେଲା ବାବୁ? ତମେ କ'ଣ ତାକୁ ଜାଣିଛ? ମୁଁ କେମିତି ଜାଣିବିନି? ସିଏ ପରା ମୋ ବଡ଼ ଭାଇ। ମୋ ବଡ଼ ଭାଇ? ତାହେଲେ ତ ବଢ଼ିଆ ହବ, ମୋତେ ନେଇ ତାଙ୍କ ପାଖରେ ପହଞ୍ଚାଇ ଦବ। ତମେ ସେଟାକୁ ଯିବ କାହିଁକି? କେମିତି ଯିବିନି ବାବୁ, ସେ ପରା ମୋତେ ବାହା ହେବା ପାଇଁ କଥା ଦେଇଛନ୍ତି। ନା, ତମେ ସେଟାକୁ ଯାଇପାରିବନି। ତାମାନେ ସେ ଆଉ ଗୋଟିଏ ଝିଅକୁ ବାହା ହେଇ ସାରିଛନ୍ତି। ସେ ମୋତେ ଛାଡ଼ି ଅନ୍ୟ ଯୋଗ ବାହା ହେଇପାରିବନି, ପାରିବନି। ଆରେ ମୁଁ ସତ କହୁଛି, ଯଦି ବିଶ୍ୱାସ ଲାଗୁନି ତାହେଲେ ମୋ ସହିତ ଚାଲ, ସବୁ ନିଜ ଆଖିରେ ଦେଖିବ। ନାଇଁ ତମେ ଠିକ କହୁଛ ବାବୁ, ମୁଁ ସେଟାକୁ ଯିବିନି। ମୁଁ ଯିବିନି। କାହିଁକି ଯିବନି? ହେଲେ ପରା ତମେ ଯିବା ପାଇଁ କହୁଥିଲ। ସେ ପରା ବାହା ହେଇ ସାରିଛନ୍ତି, ତାଙ୍କ ସଂସାର ଭାଙ୍ଗିବା ପାଇଁ ମୁଁ ଆଉ କାହିଁକି ଯିବି? ତା ବଦଳରେ ମୁଁ ଆତ୍ମହତ୍ୟା କରିଦେବାଟା ହିଁ ଉଚିତ ହବ। ନାଇଁ ନାଇଁ, ତମେ ସେମିତି କରନି। ତମେ ମୋ ସହିତ ଚାଲ, ମୋ ଭାଇ ପାଖକୁ ନେଇକି ଯିବି। ସେ ପରା ବାହା ହେଇ ସାରିଛନ୍ତି, ଆଉ ମୁଁ ସେଟାକୁ ଗଲେ ମୋତେ ଜୀବନରୁ ମାରିଦେବେ। ଭାଇର ପ୍ରେମିକା ବୋଲି ଜାଣିଲେ ସିନା ତୁମକୁ ମାରିବେ, ସେମାନେ ତ କିଛି ବି ଜାଣିପାରିବେନି। ଏମିତି ଘରକୁ ଗଲା ପରେ ତୁମକୁ ମୋ ସ୍ତ୍ରୀ ବୋଲି କହିବି। ମୁଁ ପରେ ତମ ବଡ଼ ଭାଇ ରକ୍ତରୁ ଗର୍ଭବତୀ ଅଛି, ଆଉ ଏମିତି କଥା କହିବାକୁ ତମକୁ ଟିକେ ଲାଜ ଲାଗୁନି? ଶେଷରେ ତ ମୋତେ ଏହା ଭାବିଲ, ଆରେ ମୁଁ ତୁମକୁ ନିଜ ମା ପରି ମାନିବି। କେବଳ ଘର ଲୋକ ନ ଜାଣିବା ପାଇଁ ଆମେ ସ୍ୱାମୀ ସ୍ତ୍ରୀର ଅଭିନୟ କରିବାକୁ ପଡ଼ିବ। ଯଦି ତମେ ଭାଇର ପ୍ରେମିକା ବୋଲି ଜାଣିଲେ ଆଉ ଥରେ ଘରରୁ ବାହାର କରିଦେବେ। ଦେଖ, ତମ ଅଧିକାର ପାଇବାକୁ ହେଲେ ମୋ କଥା ମାନିବାକୁ ପଡ଼ିବ। ମୁଁ କ'ଣ କରିବି କିଛି ଭାବି ପାରୁନି ବାବୁ। କିଛି ଭାବିବା ଦରକାର ନାହିଁ, ଚାଲ ମୋ ଉପରେ ବିଶ୍ୱାସ କର। ମୁଁ ସେମିତି ସବୁ ପ୍ଲାନ୍ କରିବି। ଭାଇ ତୁମକୁ ନିଶ୍ଚୟ ଗ୍ରହଣ କରିବେ, କିନ୍ତୁ ଗୋଟାଏ କଥା, ସେଟାକୁ ଗଲା ପରେ ତମେ କାହା ଆଗରେ ବି କହିବନି ମୁଁ ଜଗନକୁ ଭଲ ପାଉଛି ବୋଲି, ହେଲା? ହଉ ଠିକ ଅଛି ବାବୁ, ମୁଁ ତୁମର ସବୁ କଥା ମାନିବି। ହଉ ଚାଲ ବାବୁ। ହଉ ଚାଲ।